এই রাକ୍ଷୀ ପୂର୍ଣ୍ଣିମାରେ ଆସିବାକୁ ଯାଉଛି ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତିର ଆଉ 5,000 ଟଙ୍କା। ହେଲେ ଏହି ହିତାଧିକାରୀକୁ ଟଙ୍କା ମିଳିବ ନାହିଁ। ଏନେଇ ସରକାରଙ୍କ ପକ୍ଷରୁ ଜାରି ହେଲା ଏକ ବଡ଼ ଘୋଷଣା। ଭିଡିଓରେ ଜାଣିବା। ଯଦି ଆପଣ ବି ଟଙ୍କା ପାଇବା ପାଇଁ ଚାହୁଁଥିବେ ତେବେ ଏହି କାମ ନିହାତି କରାଇ ଦିଅନ୍ତୁ। ଆସନ୍ତୁ ଭିଡିଓରେ ସମ୍ପୂର୍ଣ୍ଣ ଅପଡେଟ୍ ଜାଣିବା, ଯାହାକି ସୁଭଦ୍ରା ଯୋଜନାର ଆଗାମୀ ପଞ୍ଚମ କିସ୍ତି ପୂର୍ବରୁ ଜାରି ହେଲା ଏକ ବଡ଼ ଘୋଷଣା। ହେଲେ ତା ପୂର୍ବରୁ ଭିଡିଓ ଗୋଟେ ଲାଇକ୍ କରିବେ। ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ଦେଖନ୍ତୁ, ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ପାଇଁ ଆସୁଛି ବଡ଼ ଖୁସି ଖବର। ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତି ଟଙ୍କା ପ୍ରଦାନ କରାଯିବ। ଏଥିସହ 25 ଜୁଲାଇ ସୁଦ୍ଧା ଯେଉଁ ଆବେଦନକାରୀ ଗୁଡ଼ିକର ନାମ ଜିଲ୍ଲା ସ୍ତରରୁ ଚୂଡ଼ାନ୍ତ ତାଲିକା ପାଇଁ ଆସିଥିବ, ସେହି ଯୋଗ୍ୟ ହିତାଧିକାରୀମାନେ ମଧ୍ୟ ଏହି ପର୍ଯ୍ୟାୟରେ ଆର୍ଥିକ ସହାୟତା ପାଇପାରିବେ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ତେବେ ଉପମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ 25 ଜୁଲାଇ ସୁଦ୍ଧା ଜିଲ୍ଲା ସ୍ତରରୁ ଯେଉଁ ନାମଗୁଡ଼ିକ ଅନୁମୋଦନ ପାଇଁ ସରକାରଙ୍କ ନିକଟକୁ ପହଞ୍ଚିଥିବ, ସେହି ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ରାକ୍ଷୀ ପୂର୍ଣ୍ଣିମା ଅବସରରେ ସିଧାସଳଖ ଟଙ୍କା ପଠାଯିବ। ଏହା ଫଳରେ ଅପେକ୍ଷାରେ ଥିବା ଅନେକ ମହିଳା ଉପକୃତ ହେବେ। ତେବେ ସୁଭଦ୍ରା ଯୋଜନା ଓଡ଼ିଶା ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ମହିଳା କଲ୍ୟାଣ ଯୋଜନା। ଏହା ମାଧ୍ୟମରେ ଯୋଗ୍ୟ ମହିଳାଙ୍କୁ ପର୍ଯ୍ୟାୟକ୍ରମେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି, ଯାହା ସେମାନଙ୍କ ଆର୍ଥିକ ସଶକ୍ତିକରଣ ଓ ଆତ୍ମନିର୍ଭରଶୀଳତାକୁ ବୃଦ୍ଧି କରିବାରେ ସହାୟକ ହେଉଛି। ତେବେ ଏହି ଯୋଜନାରେ ଯୋଗ୍ୟ ମହିଳାଙ୍କୁ ପ୍ରତିବର୍ଷ 5,000 ଟଙ୍କା ଲେଖାଏଁ 2ଟି କିସ୍ତିରେ ମୋଟ 10,000 ଟଙ୍କା ପ୍ରଦାନ କରାଯାଉଛି। ତେବେ ପ୍ରତିବର୍ଷ ପ୍ରଥମ କିସ୍ତି ରକ୍ଷାବନ୍ଧନରେ ଓ ଦ୍ୱିତୀୟ କିସ୍ତି ଆନ୍ତର୍ଜାତୀୟ ମହିଳା ଦିବସରେ ସରକାର ମଧ୍ୟ ପ୍ରଦାନ କରିଥାନ୍ତି। ତେବେ ଜାଣି ରଖନ୍ତୁ, ଆପଣଙ୍କର ଡିବିଟି ଏନାମଲ ବ୍ୟାଙ୍କ ଆକାଉଣ୍ଟ ରହିଥିବା ଜରୁରୀ। ଖାଲି ସେତିକି ନୁହେଁ, ଆପଣଙ୍କ ବ୍ୟାଙ୍କରେ ଇକେୱାଇସି ବଗେରା ହୋଇଥିବା ଜରୁରୀ। ତେବେ ଏହା ହୋଇଛି କି ନାହିଁ ଆପଣ ଚାହିଁଲେ ଯେକୌଣସି ଜନସେବା କେନ୍ଦ୍ର ହେଉ କିମ୍ବା ମୋ ସେବା କେନ୍ଦ୍ରରେ ଚେକ୍ କରାଇ ଦିଅନ୍ତୁ, ଯାହାଫଳରେ ସରକାର ଟଙ୍କା ପଠାଇଲେ ବି ଆପଣଙ୍କ ଖାତାରେ ମଧ୍ୟ ଜମା ହୋଇପାରିବ। ତେବେ ଚତୁର୍ଥ କିସ୍ତି ମିଳିଥିବା ବେଳେ ଆଗାମୀ ଆସିବାକୁ ବାକି ରହିଛି ପଞ୍ଚମ କିସ୍ତିର ଆଉ 5,000 ଟଙ୍କା। ତା ଛଡ଼ା କାହାକୁ ମିଳିବ ଏହି ଟଙ୍କା? ଯଦି ଆପଣ ଲିଷ୍ଟ ଦେଖିବା ପାଇଁ ଚାହୁଁଥିବେ, ୱେବସାଇଟ୍ର ଲିଙ୍କ ଆମେ ଡେସ୍କ୍ରିପ୍ସନରେ ଦେଇଛୁ, ଆପଣମାନେ ଯାଇ ମଧ୍ୟ ଚେକ୍ କରିପାରିବେ। ଏମିତିକି ଗୁଗଲରେ ଓଡ଼ିଶା କ୍ରିଏଟିଭିଟି ସର୍ଚ୍ଚ କରିକି ଆପଣମାନେ ମଧ୍ୟ ୱେବସାଇଟ୍ ଭିଜିଟ୍ କରି ଚେକ୍ କରିପାରିବେ।